ତ ଆଜି ଗୋଟେ ବଡ଼ ପ୍ରଶ୍ନ ଯେ ଧନୀ ଘର ଝିଅ ଭଲ ନା ଗରିବ ଘରର ଝିଅ ଭଲ କାହିଁକିନା ଆଜିର ସମୟରେ ଯେଉଁଭଳି ଭାବରେ ଘଟଣାମାନ ସବୁ ଘଟିଯାଉଛି ଜଣେ ଏକ୍ସପିରିଏନ୍ସ ବାଲାଙ୍କୁ ପଚାରି ବୁଝିବା ଯାହାର ବାହାଘର ମିନିମମ୍ 15 ବର୍ଷରୁ ଉର୍ଦ୍ଧ୍ୱ ହୋଇଥିବ ସେ ସଠିକ୍ ତଥ୍ୟ ଦେଇପାରିବେ ସେଇଭଳି ଜଣେ ବ୍ୟକ୍ତିତ୍ୱ ଅଛନ୍ତି। ସାର୍ ନମସ୍କାର, ନା କ'ଣ? ଆଜ୍ଞା ପ୍ରମୋଦ ପ୍ରଧାନ, ଘର ବାଙ୍କି। ବାଙ୍କି, ଏଇ କଟକ ବାଙ୍କି ବା? ହଁ, କେତେ ବର୍ଷ ହେଇଯିବ ବାହାଘର? ଆଜ୍ଞା 2009। ନଅରୁ ବାହା ହେଲାଣି, ଜାଣିପାରୁଥିବେ 16 ବର୍ଷର ବୈବାହିକ ଜୀବନ। ତେବେ ଆପଣଙ୍କ ନଜରରେ ଧନୀ ଘର ଝିଅ ଭଲ ନା ଗରିବ ଘର ଝିଅ ଭଲ? ଗରିବ ଘର ଆଜ୍ଞା ଭଲ। ନା ଆମ ଧନୀ ଘର ଝିଅ କ'ଣ ଭୁଲ କରିଛନ୍ତି? ବହୁତ ଭୁଲ। ଗୋଟେ ବୁଝେଇବେ କାହିଁକି? ଆଜ୍ଞା ଥରେ ବହୁତ ଇଏ ଅଛି, କହିହେବନି, ତାର କିଛି ଏକ୍ସପ୍ଲେନ୍ କରିହେବନି। ଆପଣ କେମିତିଆ ଘରେ ବାହାଇଛନ୍ତି? ମୁଁ ଆଜ୍ଞା ଗରିବ ଘରେ ବାହା ହେଇଛି। କାହିଁକି ଜାଣି ଶୁଣିକି ବାହାଇଥିଲେ? ଜାଣିଛି, ମୁଁ ଆଗରୁ ଜାଣିଥିଲି, ଯେଉଁ ପାଶ୍ଚାତ୍ୟ ସଭ୍ୟତା ଦେଖିକି ମୁଁ ସବୁ ଜାଣିଥିଲି ଆଜ୍ଞା। ତ ତୁମେ ଆଗରୁ କାଲକୁଲେଟ୍ କରିଦେଇଥିଲ ଯେ ଫ୍ୟୁଚରରେ ଏଇଭଳି ସବୁ ଘଟଣାମାନ ଘଟିବ? ନିଶ୍ଚିତ ନିଶ୍ଚିତ ଆଜ୍ଞା, ଘଟିବ, ମୁଁ ଆଗରୁ ତ ଜାଣିଥିଲି। ଗରିବ ଘର ଝିଅକୁ ବାହା ହେଲେ କ'ଣ ସିଏ କିଛି ଡିମାଣ୍ଡ କରିବନି ଯେ ମୋ ପାଇଁ ଅମକାଣ ସମକାଣ? କରିବ ଆଜ୍ଞା, କରିବ, ଡିମାଣ୍ଡ ତ କରିବେ, ନିଶ୍ଚିତ କରିବେ। ତାକୁ ଆଡ଼ଜଷ୍ଟ ସେ କରିପାରିବ, କିନ୍ତୁ ସେମାନେ କରିବେନି। ଧନୀ ଘର କରିବେ? କରିବେନି ଆଜ୍ଞା। କ'ଣ ଏମିତି ଦିଲରେ ଆପଣଙ୍କର ବାଜିଲା ଯେ ମାନେ ଧନୀ ଘର ଝିଅମାନଙ୍କୁ ଆପଣ ପସନ୍ଦ କଲେନି? ନାଇଁ, ମାନେ କ୍ୱଚିତ ଗୋଟେ ଶୁଣିଥିବେ, କିଛି ଗୋଟେ ମନରେ ଆସିଥିବ। ପ୍ରଥମରୁ ମୁଁ ସେଇଆ ଆଜ୍ଞା, ମୁଁ ଆଗରୁ ଜାଣିଥିଲି ପାଶ୍ଚାତ୍ୟ ସଭ୍ୟତାକୁ ନେଇକି ସମସ୍ତେ ଚାଲୁଛନ୍ତି, ସାରା ଦୁନିଆ ଚାଲିଛି ପାଶ୍ଚାତ୍ୟ ସଭ୍ୟତାକୁ ନେଇକି। ଆଉ ପାଶ୍ଚାତ୍ୟ ସଭ୍ୟତା ବହୁତ ଆଗରେ, ଆମେ ତାକୁ ପଛ ଧରିପାରିବାନି। ସେଥିପାଇଁ ଏବେ ଆପଣ ମାନେ ଘରଟା କେମିତି, ମାନେ ଆପଣଙ୍କ ବୈବାହିକ ଜୀବନ ଖୁସି? ଖୁସି ଆଜ୍ଞା, ବହୁତ ଖୁସି। ମୁଁ ତ ସଂସାର ଭିତରେ ମୁଁ ଆଡ଼ଜଷ୍ଟ ବହୁତ, ସଂସାର ତ ଲଢ଼େଇ, ସଦାବେଳେ ଲଢ଼େଇ। ତ ମ୍ୟାନେଜମେଣ୍ଟ। ଆପଣଙ୍କ ସ୍ତ୍ରୀ ଆପଣଙ୍କ ସହିତ ଝଗଡ଼ା କରି କେବେ ବାପଘରୁ ଯାଇନାହାନ୍ତି? ହେଇଛି, କିନ୍ତୁ ପଳେଇ ଆସନ୍ତି? ହଁ ହଁ। ଧନୀ ଘର ହେଇଥିଲେ ସେମାନଙ୍କ ତ କେସ୍ ବାସ୍ କରିବେ, ବହୁତ ଲଫଡ଼ା ହେବ ଏଥିରେ। ଆଇଙ୍କର ଫୁଲ୍ ଏକ୍ସପିରିଏନ୍ସ ଆଉ ତେବେ ଯୁକ୍ତି କରିବାନି, ଏତେ ଦିନର ଏକ୍ସପିରିଏନ୍ସ।